କାହିଁକି ସକାଳୁ ଶୀଘ୍ର ଉଠିବା? ଦୁନିଆର ମୋଷ୍ଟ ଅଫ୍ ସକ୍ସେସଫୁଲ୍ ପିପୁଲ୍ସ ଏହି ଫର୍ମାଟକୁ ଆପ୍ଲାଏ କରିଥାନ୍ତି କାରଣ ଏହା ସମ୍ପୂର୍ଣ୍ଣ ପ୍ରାକ୍ଟିକାଲ ଓ ହେଲ୍ପଫୁଲ୍ ଅଟେ। କିଛି ଅସୁବିଧା କାରଣ ହେତୁ ଅବା ନଲେଜର ଅଭାବ କାରଣରୁ ସାଧାରଣ ଲୋକମାନେ ଏହାର ମୂଲ୍ୟକୁ ଜାଣିପାରନ୍ତି ନାହିଁ। ସତରେ ବନ୍ଧୁଗଣ, ଯେଉଁମାନେ ସକାଳୁ 4ଟାରେ ଉଠନ୍ତି ସେମାନଙ୍କୁ ହିଁ ପଚାରି ବୁଝନ୍ତୁ ତାଙ୍କର ପୁରା ଦିନଟି କିପରି ସୁନ୍ଦର ଭାବେ ବିତିଥାଏ। ଆଜି ଆପଣମାନେ ଏହି ଭିଡ଼ିଓ ମାଧ୍ୟମରେ ଜାଣିପାରିବେ ପ୍ରତ୍ୟେକ ଦିନ ସକାଳୁ 4ଟାରୁ ଉଠିବା ଦ୍ୱାରା ତା'ର ପ୍ରକୃତରେ ଲାଭ କ'ଣ ହୋଇଥାଏ। କାହିଁକି ସକାଳୁ ଶୀଘ୍ର ଉଠନ୍ତି? ବହୁତ ଲୋକ ଯେଉଁମାନେ ଜୀବନରେ ସକ୍ସେସ୍ ହେଇଛନ୍ତି ସେମାନେ ଏହି ଫର୍ମାଟକୁ ଆପ୍ଲାଏ କରିଥାନ୍ତି। ଆପଣ ବି ଆପ୍ଲାଏ କରନ୍ତୁ, ଦେଖିବେ ଜୀବନରେ ବହୁତ ସକ୍ସେସଫୁଲ୍ ହେବେ। ପ୍ରଥମ ଲାଭ, କିଛି ବାଧକ ନଥାଏ। ଏହି ସମୟରେ ଆପଣଙ୍କୁ କୋଳାହଳ, ଛୋଟ ପିଲାଙ୍କର ଗହଳି କିମ୍ବା ଫୋନ୍ କଲ୍ ଡିଷ୍ଟର୍ବ କରିନଥାଏ। ତେଣୁ ଏହି ସମୟଟି ପରଫେକ୍ଟ ଟାଇମ୍ ଅଟେ। ଦ୍ୱିତୀୟ ଲାଭ, ପ୍ରତ୍ୟେକ ଦିନ ଅଧିକ 2 ଘଣ୍ଟା ସମୟ ମିଳିଥାଏ। ଆପଣଙ୍କୁ ଏକ୍ସଟ୍ରା 2 ଘଣ୍ଟା ପର୍ ଡେ ହିସାବରେ ମିଳିଯାଏ, ଯାହା ଗୋଟିଏ ସପ୍ତାହରେ 14 ଘଣ୍ଟା, ଗୋଟିଏ ବର୍ଷରେ ପୁରା 30 ଦିନ ଏକ୍ସଟ୍ରା ପାଇଯିବେ। ଥରେ ବିଚାର କରନ୍ତୁ, 30 ଦିନରେ ଆପଣ କ'ଣ ନ କରିପାରିବେ? ଦ୍ୱିତୀୟ ଲାଭ, ସଫଳତାର ଗୋପନ ରହସ୍ୟ ମିଳିଯାଏ। ଆପଣ ରିସର୍ଚ୍ଚ କରନ୍ତୁ, ଜାଣିପାରିବେ ଆଜି ପର୍ଯ୍ୟନ୍ତ ଯେତେ ବି ମହାନ ବ୍ୟକ୍ତି ଓ ସଫଳ ପୁରୁଷ ହୋଇପାରିଛନ୍ତି ତାହାର ସୂତ୍ର ହେଲା ସେମାନେ ପ୍ରତ୍ୟେକ ଦିନ ସକାଳୁ ଉଠିଥାନ୍ତି। ଏହା ଥିଲା ତୃତୀୟ ଲାଭ। ତୃତୀୟ ଲାଭଟା, ସଫଳତାର ଗୋପନ ରହସ୍ୟ ମିଳିଯାଏ। ଥରେ ଭାବି ଦେଖନ୍ତୁ, ଆଜି ପର୍ଯ୍ୟନ୍ତ ଯେତେ ବି ଲୋକ ସଫଳ ହୋଇଛନ୍ତି ତାହାର ସୂତ୍ର ହେଲା ସେମାନେ ପ୍ରତ୍ୟେକ ଦିନ ସକାଳୁ ଉଠିଥାନ୍ତି। ଚତୁର୍ଥ ଲାଭ, ଇଚ୍ଛା ଶକ୍ତି ଦୃଢ଼ ହୋଇଯାଇଥାଏ। ପ୍ରାୟ ଆମ ସମସ୍ତଙ୍କର ପ୍ରୋକ୍ରାଷ୍ଟିନେଟିଂ କରିବାର ଗୁଣ ଥାଏ, କିନ୍ତୁ ଏହି ସମୟରେ ଏହାର ପ୍ରଭାବ ବହୁତ କମ୍ ହୋଇଥାଏ କାରଣ ଆମେ ୱିଲ୍ ପାୱାର ବହୁତ ଅଧିକ ହୋଇଯାଇଥାଏ ଏହି ସମୟରେ। ପଞ୍ଚମ ଲାଭ, ଯୋଗ, ପ୍ରାଣାୟାମ ଓ ଧ୍ୟାନ ପାଇଁ ସଠିକ୍ ସମୟ। ଏହି ସମୟରେ ଯୋଗ, ପ୍ରାଣାୟାମ ଓ ଧ୍ୟାନ କରିବା ଦ୍ୱାରା ସଠିକ୍ ଫଳାଫଳ ମିଳିଥାଏ କାରଣ ନେଚରର ଏନର୍ଜି ମଧ୍ୟ ଆପଣମାନଙ୍କୁ ସପୋର୍ଟ କରିଥାଏ। ଯୋଗ, ପ୍ରାଣାୟାମ, ଧ୍ୟାନ ଶରୀରକୁ ନିହାତି ଦରକାର। ଯୋଗ ପ୍ରାଣାୟାମ ପାଇଁ ଏହି ସକାଳଟା ହେଉଛି ଠିକ୍ ସମୟ କାରଣ ନେଚରର ଏନର୍ଜି ଆପଣମାନଙ୍କୁ ସପୋର୍ଟ କରିଥାଏ ଏହି ସକାଳ ସମୟରେ। ଷଷ୍ଠ ଲାଭ, କଷ୍ଟ କାମ ସହଜ ହୋଇଥାଏ। ଯଦି କୌଣସି ହାର୍ଡ଼ୱାର୍କ ଅଛି ଯାହା ଆପଣ ଅନ୍ୟ କୌଣସି ସମୟରେ ସମାଧାନ କରିପାରୁନାହାନ୍ତି, ତେବେ ଏହି ସମୟ ଆପଣଙ୍କ ପାଇଁ ସମ୍ପୂର୍ଣ୍ଣ ପରଫେକ୍ଟ ଟାଇମ୍ ଅଟେ। ଷଷ୍ଠ ଲାଭରେ, ଯେକୌଣସି କଷ୍ଟ କାମ ଆପଣ ଦିନସାରା ଭିତରେ କରିପାରୁନାହାନ୍ତି, ଏତେ ହାର୍ଡ଼ୱାର୍କ ଅଛି, ଦିନରେ ଆପଣଙ୍କୁ କୋଳାହଳ ଡିଷ୍ଟର୍ବ କରୁଛି, ମୋବାଇଲ ଫୋନ୍ ଡିଷ୍ଟର୍ବ କରୁଛି। ଯଦି କୌଣସି ହାର୍ଡ଼ୱାର୍କ ଅଛି ଯାହା ଆପଣ ଅନ୍ୟ କୌଣସି ସମୟରେ ସମାଧାନ କରିପାରୁନାହାନ୍ତି, ତେବେ ଏହି ସମୟ ଆପଣଙ୍କ ପାଇଁ ସମ୍ପୂର୍ଣ୍ଣ ପରଫେକ୍ଟ ଟାଇମ୍ ଅଟେ। ସପ୍ତମ କଥା, ପୁରା ଦିନକୁ ନିୟନ୍ତ୍ରଣ କରିଥାଏ। ଯଦି ଆପଣଙ୍କର ସକାଳ ସଠିକ୍ ତରିକାରେ ଯାଇଛି, ତେବେ ଆପଣ ଚାହିଁଲେ ପୁରା ଦିନକୁ ଭଲ କାର୍ଯ୍ୟରେ ଲଗାଇ ପାରିବେ।
ସତରେ ବନ୍ଧୁଗଣ, ଏହିଭଳି ଅନେକ ବେନିଫିଟ୍ ମିଳିଥାଏ ସକାଳୁ ଉଠିବା ଦ୍ୱାରା। ଏହି ବେନିଫିଟ୍ ଗୁଡ଼ିକୁ ଆପଣମାନେ ନିଶ୍ଚିନ୍ତ ଭାବରେ ଉଠାନ୍ତୁ। ଏହି ବେନିଫିଟ୍ ଗୁଡ଼ାକ ଯଦି ଆପଣ ଠିକ୍ ଭାବରେ ବ୍ୟବହାର କରିବେ, ଆପଣ ବି ସକ୍ସେସଫୁଲ୍ ଲୋକ ଭିତରେ ଗଣିତ ହେବେ। ଏହି ବେନିଫିଟ୍ ଗୁଡ଼ିକ ଆଉ ଥରେ କହିଦେଉଛି। ପ୍ରଥମ ଲାଭ, କିଛି ବାଧକ ନଥାଏ ଯେକୌଣସି କାମ କଲେ। ନା ମୋବାଇଲର ଡିଷ୍ଟର୍ବ, ନା ଛୋଟ ପିଲାଙ୍କର କୋଳାହଳ, ନା ଜନବସତିରେ ଗହଳର ସାଉଣ୍ଡ। ଦ୍ୱିତୀୟ ଲାଭ, ପ୍ରତ୍ୟେକ ଦିନ ଅଧିକ 2 ଘଣ୍ଟା ସମୟ ମିଳିଥାଏ। ଦିନକୁ 2 ଘଣ୍ଟା ମିଳିଲେ ସପ୍ତାହକୁ 14 ଘଣ୍ଟା, ଆଉ ବର୍ଷରେ ପୁରା 30 ଦିନ ଏକ୍ସଟ୍ରା ପାଇଯିବେ। ତୃତୀୟ ଲାଭ, ସଫଳତାର ଗୋପନ ରହସ୍ୟ ମିଳିଯାଏ। ଯେକୌଣସି ଲୋକ ସକ୍ସେସ୍ ହେଇଛନ୍ତି, ସିଏ ସେଇ ତାଙ୍କର ସଫଳତାର ଗୋପନ ରହସ୍ୟ ଦ୍ୱାରା। ଚତୁର୍ଥ ଲାଭ, ଇଚ୍ଛା ଶକ୍ତି ଦୃଢ଼ ହୋଇଯାଇଥାଏ। ପ୍ରାୟ ଆମ ସମସ୍ତଙ୍କର ଇଚ୍ଛା ଶକ୍ତି ଯେତେ ଅଧିକ ରହିବ, ଆମେ କାମ କରିବାକୁ ସେତିକି ପାୱାର ଆମ ଦେହକୁ ଆସିବ। ପଞ୍ଚମ ଲାଭ, ଯୋଗ ପ୍ରାଣାୟାମ ଓ ଧ୍ୟାନ ପାଇଁ ଏଇଟା ହେଉଛି ସଠିକ୍ ସମୟ। ଷଷ୍ଠ ଲାଭ, କଷ୍ଟ କାମ ସହଜ ହୋଇଯାଏ। ଯେକୌଣସି ହାର୍ଡ଼ୱାର୍କ ଅଛି ଯାହା ଆପଣ ଅନ୍ୟ କୌଣସି ସମୟରେ କରିପାରୁନାହାନ୍ତି, ଏହି ସମୟରେ ଆପଣ କରିପାରିବେ। ସପ୍ତମ ଲାଭ, ଏହା ପୁରା ଦିନକୁ ନିୟନ୍ତ୍ରଣ କରିଥାଏ। ଯଦି ଆପଣଙ୍କ ସକାଳ ସଠିକ୍ ତରିକାରେ ଯାଇଛି, ତେବେ ଆପଣ ଚାହିଁଲେ ପୁରା ଦିନକୁ ଭଲ କାର୍ଯ୍ୟରେ ଲଗାଇ ପାରିବେ।